ପିଲାମାନେ ରଶ୍ମି ସାର୍ A to Z ୟୁଟ୍ୟୁବ୍ ଚ୍ୟାନେଲରେ ମୁଁ ରଶ୍ମି ସାର୍ ତୁମ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ପିଲାମାନେ ଆଜି ଆଲୋଚନା କରିବା ଲେକ୍ଚର୍ସ ଚିଫଲି ଅନ୍ ଦ ଡ୍ରାମାଟିକ୍ ଲିଟରେଚର୍ ଅଫ୍ ଦ ଏଜ୍ ଅଫ୍ ଏଲିଜାବେଥ୍। ଏଇଟା ଗୋଟେ ହେଉଛି ୱିଲିୟମ୍ ହ୍ୟାଜଲିଟ୍ଙ୍କର ଲିଖିତ ଗୋଟେ ସମାଲୋଚନା ପୁସ୍ତକ। ଏଟା 1820 ମସିହାରେ ପବ୍ଲିଶ ହେଇଥିଲା। ଏହି ଯେଉଁ ପୁସ୍ତକଟି ହ୍ୟାଜଲିଟ୍ଙ୍କ ଦ୍ୱାରା ଲଣ୍ଡନରେ ଗୋଟେ ସରେ ଇନଷ୍ଟିଚ୍ୟୁଟ୍ ଅଛି, ସେଇଠି ଗୋଟେ ସେ ଭାଷଣ ଦେଇଥିଲେ। ସେ ଭାଷଣର ସମାହାର ଏଥିରେ କ'ଣ ଅଛି ନା, ଏଥିରେ ଏଲିଜାବେଥ୍ ଯୁଗର ନାଟ୍ୟକାର, ଡ୍ରାମାଟିଷ୍ଟ ଏବଂ ସେମାନଙ୍କର ନାଟକ ଗୁଡ଼ିକର ସେ ଗଭୀର ଭାବରେ ସମାଲୋଚନା କରିଛନ୍ତି। ୱିଲିୟମ୍ ହ୍ୟାଜଲିଟ୍ଙ୍କର ଲେଖା ଏତେ ଜୀବନ୍ତ ଏବଂ ପ୍ରଭାବଶାଳୀ ଥିଲା, ସେ ସମୟରେ ଏହି ପୁସ୍ତକଟି ଖୁବ୍ ପପୁଲାର ହେଇଥିଲା ଏବଂ ଏଲିଜାବେଥ୍ ଏଜ୍ ଦ ଗୋଲ୍ଡେନ୍ ଏଜ୍, ସେ ସମୟରେ ଯେଉଁ ଡ୍ରାମାଟିଷ୍ଟ ମାନେ ଥିଲେ ସେମାନଙ୍କର କାର୍ଯ୍ୟକୁ ପୁନର୍ବାର ଲୋକଲୋଚନକୁ ଆଣିବାରେ ସାହାଯ୍ୟ କରିଥିଲା ଏ ପୁସ୍ତକଟି। ଏବଂ ଏଇ ଯେଉଁ ପୁସ୍ତକଟିକୁ 19th ସେଞ୍ଚୁରୀର ରୋମାଣ୍ଟିକ୍ ସମାଲୋଚନାର ଏକ ମୂଳଦୁଆ ବୋଲି ବିବେଚନା ମଧ୍ୟ କରାଯାଏ। ୱିଲିୟମ୍ ହ୍ୟାଜଲିଟ୍ଙ୍କର ଏହି ପୁସ୍ତକଟି କେବଳ ସେକ୍ସପିୟରଙ୍କର ବିଷୟରେ ନୁହେଁ, ବରଂ ତାଙ୍କ ସମସାମୟିକ ଯେତେ ନାଟ୍ୟକାର ଥିଲେ ସମସ୍ତଙ୍କ ଉପରେ ବେସ୍ କରିକି ଲେଖା ହେଇଛି। ବୁଝିପାରିଲ? ତେଣୁ କିଏ କିଏ ସବୁ ଥିଲେ? ସେକ୍ସପିୟର ତ ଥିଲେ, ତା ସହିତ ଖ୍ରୀଷ୍ଟୋଫର ମାର୍ଲୋ ଥିଲେ। ମାର୍ଲୋଙ୍କର ନାଟକ, ତାଙ୍କ ନାଟକ ଶୈଳୀ ଉପରେ ସେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ବେନ୍ ଜନସନଙ୍କର ହାସ୍ୟରସ ଯେଉଁ କମେଡ଼ି ନାଟ୍ୟଶୈଳୀ, ସେ ମଧ୍ୟ ଏଥିରେ ବିଶ୍ଳେଷଣ ରହିଛି ଏ ପୁସ୍ତକରେ। ବେମଣ୍ଟ ଆଉ ଫ୍ଲେଚରଙ୍କର ବି ରହିଛି, ଲିଲିଙ୍କର ରହିଛି। ଯେତେ ସବୁ ଏଲିଜାବେଥନ୍ର ଗୋଲ୍ଡେନ୍ ନା ଡ୍ରାମା ଫେମସ୍, ଏଲିଜାବେଥନ୍ ଡ୍ରାମା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପଡ଼େ। ତେଣୁ ଯେତେ ସବୁ ଥିଲେ ଲେଖକ, ସମସ୍ତଙ୍କର ନାଟକ ଲେଖିବାର ଶୈଳୀ କ'ଣ ସବୁ ଏଥିରେ ଡେସ୍କ୍ରିପସନ୍ କରାହେଇଛି। ତେଣୁ ସମୂହରେ ଦେଖିବାକୁ ଗଲେ ଏଇ ଯେଉଁ ବିଷୟଟି କ'ଣ ହେଇଛି ନା, ୱିଲିୟମ୍ ହ୍ୟାଜଲିଟ୍ ଖାଲି ନାଟକ ଗୁଡ଼ାକୁ ସମୀକ୍ଷା କରିନାହାନ୍ତି, ତା ସହିତ ସେ କ'ଣ କରିଛନ୍ତି, ସେ ସମୟରେ ରାଜନୈତିକ ଏବଂ ସାମାଜିକ ପରିବେଶ କିପରି ଭାବରେ ସାହିତ୍ୟକୁ ପ୍ରଭାବିତ କରିଥିଲା, ଲିଟରେଚରକୁ ପ୍ରଭାବିତ କରିଥିଲା, ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି। ସେ ବାରମ୍ବାର ପ୍ରାଚୀନ ଓ ଆଧୁନିକ ସାହିତ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ଏଲିଜାବେଥ୍ ଯୁଗର ନାଟକର ମହତ୍ତ୍ୱ ଉପରେ ଆଲୋକପାତ କରିଛନ୍ତି। ତେଣୁ ହ୍ୟାଜଲିଟ୍ଙ୍କର ଲେଖନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଭାବପୂର୍ଣ୍ଣ ଏବଂ ସ୍ପଷ୍ଟ। ସେ ନାଟକର ଚରିତ୍ର ଗୁଡ଼ିକର ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରିବାକୁ ଭଲ ପାଉଥିଲେ, ଯାହା ସେ ସମୟରେ ଯେଉଁ ପାଠକମାନେ ଥିଲେ, ପାଠକମାନେ ପଢ଼ୁଥିଲେ, ସେମାନଙ୍କୁ ନାଟକର ଗଭୀରତାକୁ ବୁଝିବାରେ ବହୁତ ସାହାଯ୍ୟ କରିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପିଲାମାନେ ମନେ ରଖିବ, ଏହି ପୁସ୍ତକଟି ସେ ସମୟରେ ଅବହେଳିତ ହୋଇଥିବା ଇଂଲିଶ ଡ୍ରାମାଟିଷ୍ଟମାନଙ୍କୁ ପୁନର୍ଜୀବିତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲା, ଯେଉଁଥିପାଇଁ ହ୍ୟାଜଲିଟ୍ଙ୍କୁ ଜଣେ ମହାନ ସମାଲୋଚକ ଭାବରେ ଗଣନା କରାଯାଏ। ପିଲାମାନେ, ମୁଁ ଆଶା କରୁଛି ଏଇ ଯେଉଁ ବିଷୟରେ କ'ଣ କ'ଣ ସବୁ ଥିଲା ୱିଲିୟମ୍ ହ୍ୟାଜଲିଟ୍ଙ୍କର ଲେକ୍ଚର୍ସ ଚିଫଲି ଅନ୍ ଦ ଡ୍ରାମାଟିକ୍ ଲିଟରେଚର୍ ଅଫ୍ ଦ ଏଜ୍ ଅଫ୍ ଏଲିଜାବେଥ୍ ବୁଝିପାରିଥିବ। ଯଦି ବି କିଛି ଅବୁଝା ରହିଯାଉଛି, ନୋଟ୍ ଦରକାର, ଇଂଲିଶ ନୋଟ୍, ମୋତେ ହ୍ୱାଟ୍ସଆପ୍ କରିକି ନେଇପାରିବ। ଆଜି ପାଇଁ ଏତିକି, ପୁଣି ଦେଖ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।